नमस्कार दर्शक बंधु मोर यह राशिफल कार्यक्रम में आपण मानक स्वागत। ଏହି ଭିଡ଼ିଓଟି ବୃଷ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଅତ୍ୟନ୍ତ ଖାସ୍ ହେବା ପାଇଁ ଯାଉଛି। କାହିଁକି ନା ଆପଣ ମାନେ ଥମ୍ବନେଲରେ ଦେଖି ହିଁ ସାରିବେଣି ଏଥର ରାମ ନବମୀରେ ନବଗ୍ରହ ମଧ୍ୟରେ ଏକ ଦୁର୍ଲଭ ଖାସ୍ ମହାସଂଯୋଗ ଗଠିତ ହେବା ପାଇଁ ଯାଉଛି। ତେଣୁକରି ଆପଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ସଂଯୋଗ ତ୍ରେତୟା ଯୁଗର ଶ୍ରୀରାମଙ୍କ ଜନ୍ମ ସମୟରେ ମଧ୍ୟ ହୋଇଥିଲା। ଚଳିତ ବର୍ଷ ରାମ ନବମୀରେ ମଧ୍ୟ ଏହି ମହାସଂଯୋଗ ଘଟିବା ପାଇଁ ଯାଉଛି। ତେଣୁ ଏହାର ପ୍ରଭାବରେ କିଛି ରାଶିର ଲୋକମାନଙ୍କ ପାଇଁ ଶ୍ରୀରାମଙ୍କର ବିଶେଷ କୃପା ନିଶ୍ଚୟ ଭାବରେ ଲାଭ କରିବେ ଏବଂ ଲାଭବାନ ମଧ୍ୟ ହେବେ, ଧନବାନ ମଧ୍ୟ ହେବେ ଏବଂ ସତକୁ ଏବଂ ଯେଉଁ କହନ୍ତି ନା ଆପଣଙ୍କର ନିଜର ଶତ୍ରୁକୁ ମଧ୍ୟ ଆପଣ ପରାଜୟ କରିପାରିବେ। ତେଣୁ এই ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଉପାୟ ମଧ୍ୟ କହିବି ଏବଂ ଆପଣଙ୍କର ପ୍ରତ୍ୟେକ କ୍ଷେତ୍ରରେ କ'ଣ ହେବା ପାଇଁ ଯାଉଛି, ଆପଣଙ୍କ ସ୍ୱାସ୍ଥ୍ୟଠୁ ନେଇକି ଶିକ୍ଷା ପର୍ଯ୍ୟନ୍ତ କ'ଣ ପରିବର୍ତ୍ତନ ଘଟିବା ପାଇଁ ଯାଉଛି, ଆପଣଙ୍କର ଭାଗ୍ୟରେ, ଆପଣଙ୍କ କର୍ମରେ, ଆପଣଙ୍କର ବୈବାହିକ ଜୀବନରେ, ଆପଣଙ୍କ ଲଭ୍ ରିଲେସନ୍ ପ୍ରତ୍ୟେକ କ୍ଷେତ୍ରରେ କ'ଣ ହେବା ପାଇଁ ଯାଉଛି, କ'ଣ ବିଶେଷ କୃପା ମିଳିବା ପାଇଁ ଯାଉଛି, ସେ ବିଷୟରେ ଆମେ ଆଲୋଚନା କରାଯିବ। ମୁଁ ଶେଷକୁ ଉପାୟ ମଧ୍ୟ କହିବି। ভিডিওটি আরম্ভ করা পূর্বরু যদি মোর এই চ্যানেলকে নূয়া করে আসছেন তেণুক সবসক্রাইব করে নিয়ন্তু, যাফଳରେ কি নিত্য দিনর নিত্য চর্চা আপনার পাখে পৌঁছি পার। চলতু ভিডিওটি আরম্ভ করা। বৃষ রাশি যে কি রাশি চক্রর দ্বিতীয় রাশি। প্রথমে জাଣିনেবা নবগ্রহঙ্কর পরিস্থিতি। গুরু অছন্তি দ্বিতীয়রে, কেতু চতুর্থরে, বুধ রাহু দুই জন অবস্থান করছেন আপনার কর্মস্থান মানে দশম গৃহরে। সূর্য শনি মঙ্গল ত্রিগ্রহী যোগ বনুছে আপনার লাভস্থানের একাদশ গৃহরে। আর প্রভাব মধ্যে আপনার নিশ্চিত ভাবে দেখা মিলিব। শুক্র অছন্তি দ্বাদশরে। তেণু রাশির স্বামী দ্বাদশরে অছন্তি। এপ্রিল 19 কু প্রথম গৃহକୁ পরিবর্তন করবে। 19 এপ্রিল পরে ଆପଣଙ୍କର ସ୍ୱାସ୍ଥ୍ୟରେ ପ୍ରଥମେ ଜାଣିନେବା ସ୍ୱାସ୍ଥ୍ୟ ସମ୍ପର୍କରେ। ସ୍ୱାସ୍ଥ୍ୟରେ ଯାହା କିଛି ଆପଣଙ୍କର ସମସ୍ୟା ଚାଲିଛି କିମ୍ବା ଯାହା କିଛି ଥଣ୍ଡା ହେଉ, କାଶ ହେଉ, ଜ୍ୱର ହେଉ, ପେଟ ସମସ୍ୟା ହେଉ, କିଛି ବି ସମସ୍ୟା ଆପଣଙ୍କୁ 19 ଏପ୍ରିଲ ପର୍ଯ୍ୟନ୍ତ ଦେଖିବା ପାଇଁ ମିଳିବ। କିନ୍ତୁ 19 ଏପ୍ରିଲ ପରେ ନିଶ୍ଚିତ ଭାବରେ ରିକଭରି ଦେଖାଯିବ। କାହିଁକି ନା ପ୍ରଥମ ଗୃହର ସ୍ୱାମୀ ଆପଣଙ୍କୁ ଉନ୍ନତି ଆଣିବେ, ଷ୍ଟ୍ରଙ୍ଗ ବନେଇବେ, ଇମ୍ୟୁନିଟି ମଧ୍ୟ ଭଲ ବନେଇବେ। ତେଣୁ ପ୍ରଥମ ଗୃହରେ ଏପ୍ରିଲ 19ରୁ ତାପରେ ଆପଣଙ୍କ ନିଶ୍ଚିତ ଭାବରେ ସୁଧାର ଦେଖିବା ପାଇଁ ମିଳିବ। ଯାହା ବି କିଛି ରହିବ, ମୁଣ୍ଡବିନ୍ଧା ସମସ୍ୟା ହେଉ, କିଛି ବି ଆପଣଙ୍କର 19 ଏପ୍ରିଲ ପର୍ଯ୍ୟନ୍ତ ଆପଣଙ୍କୁ ଧ୍ୟାନ ଦେବାର ଅଛି। ଯଦି ବାହାରେ ବୁଲାବୁଲି କରୁଛନ୍ତି, ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ, ଅଧିକା ଷ୍ଟ୍ରେସ୍ ନିଅନ୍ତୁ ନାହିଁ, ଆପଣଙ୍କ ପାଇଁ ବେଟର ରହିବ। ପରବର୍ତ୍ତୀ ଚର୍ଚ୍ଚା କରିବା ଆପଣଙ୍କର ଶିକ୍ଷା ସମ୍ପର୍କରେ। ବିଦ୍ୟାର୍ଥୀମାନଙ୍କ ପାଇଁ କିପରି କଟିବା ପାଇଁ ଯାଉଛି। ଦେବଗୁରୁ ବୃହସ୍ପତି ଯେ କି ପଞ୍ଚମ ଗୃହ ଦେଖାଯାଇଥାଏ ଶିକ୍ଷାର ଗୃହ। ଦେବଗୁରୁ ବୃହସ୍ପତି ତୃତୀୟକୁ ଆସିବେ 14 ଏପ୍ରିଲକୁ। ସୂର୍ଯ୍ୟ ମଧ୍ୟ ଦ୍ୱାଦଶକୁ ଯିବେ। ଆପଣ ଯଦି ଗଭର୍ଣ୍ଣମେଣ୍ଟ ପାଇଁ ପ୍ରିପେୟାର କରୁଛନ୍ତି ତାହେଲେ ମୁଁ କହିବି, ଯଦି କିଛି ଏକ୍ଜାମ୍ ମଧ୍ୟ ଆପଣଙ୍କ ଦେଇଛନ୍ତି, ଆପଣ ଆଶାୟୀ ଅଛନ୍ତି ଅଧିକ ଶୁଭ ଫଳ ପାଇଁ, ଆପଣଙ୍କୁ 14 ଏପ୍ରିଲ ପରେ ଯଦି ରେଜଲ୍ଟ ଆସୁଛି ଆପଣଙ୍କ ପାଇଁ ନିଶ୍ଚିତ ଭାବରେ ବେଟର ଦେଖାଯିବ। ସୂର୍ଯ୍ୟ ମଧ୍ୟ ଉଚ୍ଚସ୍ଥ ହୋଇଯିବେ। ତେଣୁ ଶୁକ୍ର ପ୍ରଥମକୁ ଆସିଯିବେ। ଆପଣଙ୍କର ଯାହା ବି କିଛି ସମସ୍ୟା ଥିଲା ସେ 14 ଏପ୍ରିଲ ପରେ ନିଶ୍ଚିତ ଭାବରେ ଶୁଭ ଫଳ ମିଳିବା ପାଇଁ ଯାଉଛି ବିଦ୍ୟାର୍ଥୀମାନଙ୍କ ପାଇଁ। ଉଚ୍ଚଶିକ୍ଷା ପ୍ରାପ୍ତିର ଯୋଗ ରହୁଛି। କୌଣସି ଦୂର ସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି ଏବଂ ପାଠ ମଧ୍ୟ ଷ୍ଟେବୁଲ ଦେଖାଯିବାର ସମ୍ଭାବନା ଅଛି। ପରେ ଚର୍ଚ୍ଚା କରିବା ଆପଣଙ୍କର ଲଭ୍ ରିଲେସନରେ। ଆପଣଙ୍କ ଲଭ୍ ରିଲେସନ୍ କିପରି କଟିବା ପାଇଁ ଯାଉଛି। ଲଭ୍ ରିଲେସନ୍ ମଧ୍ୟ ପଞ୍ଚମ ଗୃହରୁ ବିବେଚନା କରାଯାଇଥାଏ। ଶିକ୍ଷାର ମାନ ମଧ୍ୟ ପଞ୍ଚମ ଗୃହରୁ ଦେଖାଯାଇଥାଏ। ସନ୍ତାନ ଭାବ ମଧ୍ୟ ଏହି ପଞ୍ଚମ ଗୃହରୁ ଦେଖାଯାଇଥାଏ। ଏବଂ ଆଉ ଗୋଟେ କଥା, ପୂର୍ବ ଜନ୍ମର କର୍ମଫଳ ମଧ୍ୟ ଏହି ପଞ୍ଚମ ଗୃହରୁ ହିଁ ବିବେଚନା କରାଯାଇଥାଏ। ମଙ୍ଗଳ ଅଛନ୍ତି ଦ୍ୱାଦଶରେ ପ୍ରବେଶ କରିବେ, କିନ୍ତୁ ବର୍ତ୍ତମାନ ନୁହେଁ। ଏପ୍ରିଲରେ ମଙ୍ଗଳ ଏଇଠି ହିଁ ରହିବେ। ସେ ପ୍ରବେଶ କରିବେ ତ 11 ମେକୁ, କିନ୍ତୁ 11 ମେ ପର୍ଯ୍ୟନ୍ତ ଏଇଠି ହିଁ ଅଛନ୍ତି। ତେଣୁ
ଲାଇଫ୍ ପାର୍ଟନର ସାଙ୍ଗରେ ଆପଣ କୌଣସି ଟ୍ରାଭେଲ୍ ମଧ୍ୟ କରିପାରନ୍ତି। କୌଣସି ପାଖ ଆଖ ଜାଗାକୁ ମଧ୍ୟ ଯାତ୍ରା କରିବାର ସୁଯୋଗ ମଧ୍ୟ ପାଇବେ ଏ ମାସରେ ଆପଣଙ୍କର। ଏଠି ଦୁଇ ଜଣଙ୍କର କୋର୍ଡିନେସନ୍ ଏଠି ଭଲ ଦେଖାଯିବ। କିନ୍ତୁ ଗୋଟେ କଥା, ଛୋଟ ଛୋଟ କଥାକୁ ନେଇକି ଯୁକ୍ତି ତର୍କ ମଧ୍ୟ ହୋଇପାରେ 19 ଏପ୍ରିଲ ପରେ, ସେଇଟା ଆପଣ ଧ୍ୟାନ ଦେବାର ଅଛି। ବାକି ସବୁ ଓଭରଅଲ୍ ଦେଖିବାକୁ ଗଲେ ଲଭ୍ ରିଲେସନ୍ 70ରୁ 80% ଭଲ ହିଁ ଦେଖାଯିବ। ପରବର୍ତ୍ତୀ ଚର୍ଚ୍ଚା କରିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସମ୍ପର୍କରେ ଆପଣଙ୍କର ଭାଗ୍ୟ ଆପଣଙ୍କୁ କେତେ ସପୋର୍ଟିଭ୍ ଦେଉଛି। ଏଠି ଭାଗ୍ୟର ଗୃହ ନବମ ଗୃହରୁ ଦେଖାଯାଇଥାଏ। ଏଠି ଭାଗ୍ୟର ସ୍ୱାମୀ ଶନି ଅଛନ୍ତି ଏକାଦଶରେ ଏବଂ ସେ ଏକାଦଶରେ ହିଁ ରହିବେ। ଶନିଙ୍କର କୌଣସି ପରିବର୍ତ୍ତନ ନାହିଁ ଡିସେମ୍ବର ପର୍ଯ୍ୟନ୍ତ। ତେଣୁକରି କ୍ୟାରିୟର ସ୍ୱାମୀ ମଧ୍ୟ ଆପଣଙ୍କର ଶନି। ରାହୁ ଦଶମରେ ହିଁ ରହିବେ। ରାହୁଙ୍କର ମଧ୍ୟ କୌଣସି ପରିବର୍ତ୍ତନ ନାହିଁ। ହଁ, ବୃହସ୍ପତିଙ୍କର ଦୃଷ୍ଟି ଏକାଦଶକୁ ପଡ଼ିବ, କିନ୍ତୁ ଏବେ ନୁହେଁ, 2 ଜୁନକୁ। କିନ୍ତୁ ଏପ୍ରିଲରେ କୌଣସି ଦୃଷ୍ଟି ନାହିଁ। ତେଣୁକରି ଆପଣଙ୍କର ଭାଗ୍ୟ ମୁଁ କହିବି, ଯଦି କିଛି ଜଲ୍ଦିରେ ନାହାନ୍ତି କିମ୍ବା ଆପଣ ଯଦି କିଛି ବି ଡିସାଇଡ଼୍ କରୁଛନ୍ତି, କୌଣସି ଇନଭେଷ୍ଟ କରୁଛନ୍ତି, କୌଣସି ଜମି ଡିଲ୍ କରୁଛନ୍ତି, ତାହେଲେ ମୁଁ କହିବି ପୁରା ମାସ ଆପଣ ଟିକେ ଦେଖି ଚାହିଁ କରନ୍ତୁ। କାହାର ସଜେସନ୍ ନେଇକି କରନ୍ତୁ, ଆପଣ ପାଇଁ ନିଶ୍ଚିତ ଭାବରେ ଶୁଭ ଫଳ ଦେବ। କିନ୍ତୁ ଆପଣ ମନ ଇଚ୍ଛା କିଛି ବି କରନ୍ତୁ ନାହିଁ, ଭାଗ୍ୟ ଏଠି ସପୋର୍ଟରେ ନାହିଁ। ତେଣୁକରି ଆପଣଙ୍କୁ ସମସ୍ୟା ଆସିପାରେ, ଅବଷ୍ଟ୍ରଗଲ୍ ଦେଖାଯିବ। ତେଣୁ ଯାହା ବି କରୁଛନ୍ତି ବୁଦ୍ଧି ବିଚାରି କାମ କରନ୍ତୁ, ଆପଣ ପାଇଁ ବେଟର୍ ରହିବ। ପରବର୍ତ୍ତୀ ଚର୍ଚ୍ଚା କରିବା କ୍ୟାରିୟର ସମ୍ପର୍କରେ ଆପଣଙ୍କର କର୍ମସ୍ଥାନ ଗୃହ ଦଶମ ଗୃହରୁ ଦେଖାଯାଇଥାଏ। ଏଠି ଗୋଟେ କଥା ପଜିଟିଭ୍ ଦେଖିବା ପାଇଁ ମିଳୁଛି, 14 ଏପ୍ରିଲ ପରଠାରୁ ଆପଣଙ୍କର କିଛି ନା କିଛି ଯେଉଁମାନଙ୍କର ଜବ୍ ନାହିଁ, ଜବ୍ ମିଳିବାର ମଧ୍ୟ ବହୁତ ଚାନ୍ସେସ୍ ଅଛି। ଏବଂ ଶନି ଯେହେତୁ ଆପଣଙ୍କର କର୍ମସ୍ଥାନରେ ମଧ୍ୟ ଅଛନ୍ତି, ତେଣୁ ଶନି ଏବଂ ମଙ୍ଗଳ 11 ମେ ପର୍ଯ୍ୟନ୍ତ ଏକାଠି ରହିବେ ନା। ତେଣୁକରି ଇଏ କିଛି ନା କିଛି ଝଗଡ଼ାଝାଟି ମଧ୍ୟ କରିଥାନ୍ତି, ନେଗେଟିଭ୍ ଭାବନା ମଧ୍ୟ ଆପଣଙ୍କ ମନକୁ ଆଣିଥାନ୍ତି, କିଛି କଳହ ସୃଷ୍ଟି କରିଥାନ୍ତି କ୍ୟାରିୟର ୱାର୍କ ପ୍ଲେସ୍ରେ। ସେଇଟା ଆପଣ ଧ୍ୟାନ ଦେବାର ଅଛି। ଖାସ୍ କରିକି 19 ଏପ୍ରିଲ ପରଠାରୁ ସେଠି ଆପଣଙ୍କୁ ଧ୍ୟାନ ଦେବାର ଅଛି। 19 ଏପ୍ରିଲ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ବେଟର୍ ସମସ୍ୟା ଦେଖାଯିବ ନାହିଁ। ଆପଣଙ୍କୁ କିଛି ନା କିଛି ଲାଭ ମଧ୍ୟ ମିଳିବ ଏବଂ ଆପଣ କର୍ମରେ ମନ ମଧ୍ୟ ଲାଗିବ, ସାଟିସ୍ଫ୍ୟାକ୍ସନ୍ ମଧ୍ୟ ରହିବେ। ଆପଣ କାମରେ ଆହେତୁକ ପରିବର୍ତ୍ତନ ଦେଖାଯିବ, ଯେଉଁ ଫଳରେ କି ଆପଣ ଯାହା ବି କାମ ଥାଉ ତୁଲେଇବା ଦ୍ୱାରା ଆପଣ ପ୍ରଶଂସନୀୟର ପାତ୍ର ମଧ୍ୟ ଦେଖାଯିବେ 19 ଏପ୍ରିଲ ପରେ। ପରବର୍ତ୍ତୀ ଚର୍ଚ୍ଚା କରିବା ବିଜନେସ୍ ସମ୍ପର୍କରେ। ଆପଣଙ୍କର ବିଜନେସ୍କୁ ନେଇକି ବେଟର୍ ହିଁ ଅଛି, ଏତେ ଖରାପ ନାହିଁ କି ଏତେ ଭଲ ମଧ୍ୟ ନାହିଁ। ଏଠି ଆଭରେଜ୍ ରହିବ। ଡେଲି ଇନକମ୍ ଆପଣଙ୍କର ଭଲ ହେବ। କାହାର ଯଦି ଅନଲାଇନ୍ ବିଜନେସ୍ ଥାଏ, କମ୍ୟୁନିକେସନ୍ର ବିଜନେସ୍ ଥାଏ, କିମ୍ବା ଗହଣାର ବିଜନେସ୍ ଥାଏ, ଜୁଏଲାରୀ ସେକ୍ସନ୍ ଥାଏ, କିମ୍ବା ଡିଲିଂର କାମ ଥାଏ, ଡିଲିଂର ବିଜନେସ୍ ଥାଏ, କଣ୍ଟ୍ରାକ୍ଟ ଟାଇପ୍ର, ସେ ଟାଇପ୍ର ବିଜନେସ୍ ଆପଣଙ୍କର ବେଟର୍ ଦେଖାଯିବ। ଡେଲି ଇନକମ୍ ଭଲ ଅଛି। ହଁ, ଖର୍ଚ୍ଚ ମଧ୍ୟ ଅଛି। ଏକ୍ସପେନ୍ସିଭ୍ ରହିବେ, ଏକ୍ସପେନ୍ସିଭ୍ ଆଇଟମ୍ ଆପଣ କିଣିପାରନ୍ତି, ଖର୍ଚ୍ଚାନ୍ତ ମଧ୍ୟ ହୋଇପାରନ୍ତି। ସେଥିପ୍ରତି ଆପଣ ଟିକେ ଧ୍ୟାନ ଦିଅନ୍ତୁ। ବାକି ଓଭରଅଲ୍ ବିଜନେସ୍ ଆପଣଙ୍କର 70ରୁ 80% ଭଲ ହିଁ ଦେଖାଯାଉଛି। ଆସନ୍ତୁ ଜାଣିନେବା ଉପାୟ, ପ୍ରତିକାର କ'ଣ କରିବେ, ଯେଉଁଟାକି ମନ୍ଦ ଗ୍ରହମାନଙ୍କୁ ଆମେ କିଛିଟା ମାତ୍ରାରେ ନିଶ୍ଚୟ ଭାବରେ ଅବସାନ ଘଟାଇ ପାରିବା। ଆପଣ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ପ୍ରଦାନ କରନ୍ତୁ ଏବଂ ମନ ସ୍ଥିର ପାଇଁ ସୂର୍ଯ୍ୟ ଅସ୍ତ ପରେ ଚନ୍ଦ୍ରମାଙ୍କୁ ମଧ୍ୟ ଜଳ ଚଢ଼ାନ୍ତୁ। ଚନ୍ଦ୍ରମାଙ୍କ ବୀଜ ମନ୍ତ୍ର ପାଠ କରନ୍ତୁ, ଆପଣ ପାଇଁ ନିଶ୍ଚିତ ଭାବରେ ଶୁଭମୟ ଆଣିବ। ଏବଂ ପ୍ରତ୍ୟେକ ଦିନ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଗାୟତ୍ରୀ ମନ୍ତ୍ରରେ ବହୁତ କିଛି ଶକ୍ତି ନିଶ୍ଚିତ ଭାବରେ ଲୁକାୟିତ ଭାବରେ ରହିଛି। ଏବଂ ହନୁମାନ ଚାଳିଶା ମଧ୍ୟ ଛାଡ଼ନ୍ତୁ ନାହିଁ। ହନୁମାନ ଚାଳିଶାର ପ୍ରତ୍ୟେକ ଦିନ ପାଠ କରନ୍ତୁ, ଆପଣ ପାଇଁ ନିଶ୍ଚିତ ଭାବରେ ଶୁଭମୟ ହେବ। ତେଣୁ ଦର୍ଶକ ବନ୍ଧୁ, ଆଶା କରୁଛି ଏହି କାର୍ଯ୍ୟକ୍ରମଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ଆପଣ କମେଣ୍ଟରେ ମତାମତ ଜଣାଇବେ ଏବଂ ସବସ୍କ୍ରାଇବ୍ କରିବେ ଏବଂ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ କି ନିତ୍ୟ ଦିନର ନିତ୍ୟ ଚର୍ଚ୍ଚା ଆପଣଙ୍କ ପାଖରେ ପହଞ୍ଚି ପାରିବ।
କମେଣ୍ଟରେ ଜୟ ଶ୍ରୀରାମ ନିଶ୍ଚୟ ଲେଖିବେ। ଆପଣଙ୍କର ଭଗବାନ ମଙ୍ଗଳ କରନ୍ତୁ। ଜୟ ଶ୍ରୀରାମ।